ଆଜ୍ଞା ଜୟ ଜଗନ୍ନାଥ। ଆଜି ଟିକେ OSAP ଓଡ଼ିଶା ସ୍ପେଶାଲ ଆର୍ମ ପୋଲିସ ଯେଉଁ ପୋଲିସ ଭାଇମାନେ କାମ କରୁଛନ୍ତି ତାଙ୍କ ମନରେ ଥିବା ଦୁଃଖ ଯେ କିଭଳି ଭାବରେ ଗୋଟେ ସରକାରୀ ବ୍ୟବସ୍ଥାରେ ଗୋଟେ ରକମ ଟର୍ଚର ବି ସାମ୍ନା କରୁଛନ୍ତି। ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ। ତାଙ୍କ ଡ୍ୟୁଟି ଆୱାର ଶୁଣିଲେ ଆପଣ ଚକିତ ହେଇଯିବେ। ଏମିତି ଯିବାବେଳେ ଜଣେ OSAPର ପୋଲିସ ବନ୍ଧୁଙ୍କ ସହିତ ଦେଖା ହେଲା। ମନେକର ତାଙ୍କର ଡ୍ୟୁଟି ଆୱାର ସକାଳ 9ରୁ 12, ତାପରେ 3 ଘଣ୍ଟା ଛୁଟି, ପୁଣି 3ଟାରୁ 6ଟା, ପୁଣି ଘଣ୍ଟେ 2 ଘଣ୍ଟା ଛୁଟି, ପୁଣି ଟାଇମିଂ। ଆପଣ ଭାବୁଥିବେ ବହୁତ ବଢ଼ିଆ ତ, 2 ଘଣ୍ଟା କାମ କରୁଛ, 3 ଘଣ୍ଟା କାମ କରୁଛ, ପୁଣି 2 ଘଣ୍ଟା ଛୁଟି ମିଳୁଛି, ପୁଣି 3 ଘଣ୍ଟା କାମ କରୁଛ, 2 ଘଣ୍ଟା ଛୁଟି ମିଳୁଛି। ଆଜ୍ଞା ଆପଣ ହିସାବ କରନ୍ତୁ, ସକାଳୁ ଜଣେ ପୋଲିସ ଭାଇ ଯେତେବେଳେ ଡ୍ୟୁଟିକି ଆସନ୍ତି, ମନେକର 9ଟା ବେଳକୁ 10ଟା ବେଳକୁ ଆରମ୍ଭ ହେଲା, ଜାଣିକି 8 ଘଣ୍ଟା ଡ୍ୟୁଟି ସରିଯିବ ସନ୍ଧ୍ୟା 6ଟା ବେଳକୁ, କାମ ଟୁଟିଗଲା। କିଛି ନହେଲେ 6ଟା ପରେ ଫ୍ରି ହେଇଗଲେ, ପୁଣି ଯାଇକି ନେକ୍ସଟ ଡେ ପର୍ଯ୍ୟନ୍ତ। କିନ୍ତୁ ଏମାନଙ୍କର ଡ୍ୟୁଟି ଆୱାର ଏମିତି ଖଞ୍ଜି ଦେଉଛନ୍ତି ଯେ 8 ଘଣ୍ଟା ନୁହଁ, ଆପଣଙ୍କୁ ଲାଗିବ ଯେ ମୁଁ 24 ଘଣ୍ଟା ଡ୍ୟୁଟି କରୁଛି। ଅନେକ ପୋଲିସ ବନ୍ଧୁଙ୍କର ଏହି ସମସ୍ୟା ରହିଛି। CP ସାହେବ ହୁଅନ୍ତୁ ବା DGP ହୁଅନ୍ତୁ, ଏ ଦିଗରେ ପଦକ୍ଷେପ ନେବା ମଧ୍ୟ ଆବଶ୍ୟକତା ରହିଛି। ସରକାର ଦରମା ଦେଉଛନ୍ତି ବୋଲି ତାମାନେ ଗୋଟେ ନୀତି ନିୟମ ଉଡ଼ିଯିବ କି ପୋଲିସମାନଙ୍କ ପାଇଁ? ଭାଇ ଡ୍ୟୁଟି ଆୱାର ଏତିକିରୁ ଏତିକି, ଏ ସିଫ୍ଟ ଦିଅ, B ସିଫ୍ଟ ଦିଅ, C ସିଫ୍ଟ ଦିଅ, D ସିଫ୍ଟ ଦିଅ, ଯେଉଁ 8 ଘଣ୍ଟା ସିଫ୍ଟ ହେବା କଥା ହେଇଯାଉ। କିନ୍ତୁ 8 ଘଣ୍ଟା ଖଟେଇବେ ସକାଳ 9ରୁ ରାତି 9 ଭିତରେ, ତାମାନେ ତ ଜଣେ 12 ଘଣ୍ଟା ହିଁ ଖଟିଲା। ଆମେ ଆଶା କରିବା CP DGP ମଧ୍ୟ ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସେମାନେ ବି ପୋଲିସ, ସେମାନଙ୍କର ବି ଘର ସଂସାର ଅଛି। ସେମାନଙ୍କୁ 2 ଘଣ୍ଟା 2.5 ଘଣ୍ଟିଆ ଛୁଟି ଦେଲେ କାହାର କିଛି ଲାଭ ନାହିଁ। ସେମାନଙ୍କର ସଂଘ ନାହିଁ ବୋଲି ସେମାନେ ଗୋଟେ ପ୍ରକାର ନିର୍ଯାତିତ ହେଉଛନ୍ତି। ଉପର ସ୍ତରରେ କହିବାର ଶକ୍ତି ବି ନାହିଁ। ଆମେ ଆଶା କରିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏ ଦିଗରେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ। ଜୟ ଜଗନ୍ନାଥ।